राज्यसभा निर्वाचन में जो गड़बड़ी है बीजेपी 6 जन विधायक और कांग्रेस 3 विधायक से मैंने क्रॉस वोटिंग करते स्पष्ट हो जाए मैंने कौ कारण जो कले भय ना गोटे भल पाइबा रहा ଭଲ ପାଇବା ନାହିଁ ଏଇଟା ଆଗରୁ ଜଣା ନଥିଲା କି ମୁଁ ତ ଯେତେବେଳେ କହିଛି ସବୁବେଳେ କହିଛି ଯେ ଇଲେକ୍ସନ୍ ବେଳକୁ ବିଜେପି ଆମର ବିଜେଡ଼ି କଂଗ୍ରେସ ମେଣ୍ଟ ନଥିବ କାରଣ ତାଙ୍କର ମେଣ୍ଟଟା ହେଲା ଅସାଧୁ ମେଣ୍ଟ ସ୍ୱାର୍ଥ ପାଇଁ ସେମାନେ ମେଣ୍ଟ କରିଛନ୍ତି ଉଭୟ ପରସ୍ପର ସାଙ୍ଗେ ଲଢ଼ିକିରି ଆସିଲେ ଏବଂ ନିର୍ବାଚନ ରାଜ୍ୟସଭା ପାଇଁ ମେଣ୍ଟ କରିଛନ୍ତି ତାଙ୍କ ଦୁଇ ଦଳ ଭିତରେ ବିଦ୍ରୋହ ହେଇଛି କେହି ଚାହୁଁନଥିଲେ ମେଣ୍ଟ କରିବା ପାଇଁ मुखिया कहीं मेट कले ତାଙ୍କ ମୁଖିଆ କ'ଣ ଯାହା କରୁଛନ୍ତି ମୁଖିଆ ଠିକ୍ କରୁଛନ୍ତି କି ମୁଖିଆ ଠିକ୍ କରୁଥିଲେ ଆଜି ସରକାରରୁ ଯାଇଥାନ୍ତେ କି ସେ ମୁଖିଆଙ୍କ ଉପରେ ଯିଏ ମୁଖିଆ ଅଛନ୍ତି ସେ ଇମାଚ୍ୟୁର ପଲିଟିସିଆନ୍ ସେ ଜଣେ ରାଜନୈତିକ ବ୍ୟକ୍ତି ନୁହନ୍ତି ବାବାଜୀ ହେଇଛନ୍ତି ସେ ବାବାଜୀ ମାନେ ଯଦି ରାଜନୀତି କରିବେ ଯାହା ହୁଏ ଏହା ହେଇଛି ଆଉ କ'ଣ ଯାହାର ଆନ୍ସର୍ ବାହାରିବା କଥା ସେୟା ହିଁ ଠିକ୍ ଆନ୍ସର୍ ବାହାରିଲା କିଛି ଗୋଟି ଚାଳନା କିଛି ହେଇନି ବିଜେଡ଼ି ଏବଂ କଂଗ୍ରେସ ଭିତରେ ବହୁତ ବିଧାୟକ ଉଭୟ ଦଳରେ ଚାହୁଁନଥିଲେ ଯେ କଂଗ୍ରେସ ଆଉ ବିଜେଡ଼ିର ମେଣ୍ଟ ହଉ ପରସ୍ପର ସାଙ୍ଗେ ଲଢ଼ିକିରି ଆସିଥିଲେ ତେଣୁ ସେଇଟା ହିଁ ମୁଖ୍ୟ କାରଣ ଆଜି ଯେଉଁ ଦେବୀ ରଞ୍ଜନ ତ୍ରିପାଠୀଙ୍କର ମୁଁ ବାଇଟ୍ ଶୁଣୁଥିଲି ସେ ସେଇ ଏକ୍ଜାକ୍ଟ ସେଇ କଥା କହିଛନ୍ତି ଏଇଟା ଆମେ ବି ଭାବୁଛୁ ବାପା ମାନଙ୍କୁ ଅପମାନିତ କରିକିରି ପୁଅମାନଙ୍କୁ ସେଇ ଯେଉଁ ଚାଲ କରିଛନ୍ତି ବାପା ମାନଙ୍କୁ ବାହାର କରିକିରି ବସେଇଦେବେ ସେଇଟା କାମ କରିବନି ପୁଅମାନେ ବାପାମାନଙ୍କର ଯଦି ନବୀନ ବାବୁ ତାଙ୍କ ପୁଅର ହେଲେନି ବୋଲି ସେ ଯାହା ଭାବୁଛି ସବୁ ବାପା ମାନେ ନିଜ ପୁଅର ହେବେନି ହେଲା ତ ସବୁ ଏଇଟା ହୁଇସିଲି ଆସୁ ନ ଆସୁ ତ ତାଙ୍କ ଭିତରେ ସେମାନେ ଲଢ଼ାଲଢ଼ି ହେଇକିରି ସରିଯିବେ ଆଉ ଅଳ୍ପ ଦିନ ଦେଖନ୍ତୁ ଆମର କିଛି ଭୂମିକା ଦରକାର ନାହିଁ ବିଜେପି କିଛି କରିବା ଦରକାର ନାହିଁ ବିଜେପି ବି କିଛି କରୁନି ବିଜେପି ତା ଷ୍ଟାଣ୍ଡରେ କ୍ଲିଅର ଅଛି ବିଜେପି 22ଟା ଭୋଟ ବଳକା ଥିଲା 22ଟା ଭୋଟ ବଳକା ଅଛି ବିଜେଡ଼ିର ଥିଲା 18ଟା ବିଜେଡ଼ି କ୍ୟାଣ୍ଡିଡେଟ୍ ଜଣକୁ ଦେଲାନି ଦେଲା ତ ସେ ଜଣକୁ ଦେଲା ସେ 18ଟା ପାଇଥିବ କେତେ ପାଇଥିବ ସେ ବୁଝି ଜାଣିଥିବେ ଯଦି 18ଟା ତାଙ୍କ ନିଜର ଭରସା ନଥିଲା କ୍ୟାଣ୍ଡିଡେଟ୍ ଦେଉଥିଲେ କାହିଁକି ନବୀନ ବାବୁ ତାଙ୍କର ଇଜ୍ଜତଟା ରହିଥାନ୍ତା ଯଦି ସେ ମୂଳ ତାଙ୍କର ଦ୍ୱିତୀୟ କ୍ୟାଣ୍ଡିଡେଟ୍ ଦେଇନଥାନ୍ତେ ସେ ବୁଦ୍ଧିମାନର କାମ କରିଥାନ୍ତେ କିନ୍ତୁ ତାଙ୍କୁ କିଏ କେତେବେଳେ କେଉଁ ବୁଦ୍ଧି ଦେଉଛନ୍ତି ସେ କାହା ବୁଦ୍ଧିରେ ଚାଲୁଛନ୍ତି ପର ବୁଦ୍ଧିରେ ଚାଲିଲେ ଖାଲରେ ପଡ଼େ ଯେ ମଣିଷ ତାଙ୍କର ଏହି ଅବସ୍ଥା ହେଇଛି ସେ ଖାଲରେ ପଡ଼ିଛନ୍ତି